ଜୟ ଜଗନ୍ନାଥ ଭାଇମାନେ। ସମସ୍ତେ ସ୍ୱପ୍ନ ବଡ଼ ବଡ଼ ଦେଖିଥିବ, ହେଲେ 2025 ସରିବା ପାଇଁ ଆଉ କିଛି ଦିନ ବାକି ଅଛି। ହେଲେ କେବେ ନିଜ ସ୍ୱପ୍ନକୁ ସକ୍ସେସଫୁଲ୍ କରିବା ପାଇଁ ଚେଷ୍ଟା ବି କରିନଥିବ। ବହୁତ ଲୋକ ସ୍ୱପ୍ନ ଦେଖନ୍ତି। କିଛି ଲୋକ ପଞ୍ଜୁରୀ ଦେଖିଥିବ, ପଞ୍ଜୁରୀ ସମସ୍ତେ ଦେଖିଥିବ, କିଛି ଲୋକ ନୁହଁ। ସମସ୍ତେ ପଞ୍ଜୁରୀ ଦେଖିଛ, ପଶୁପକ୍ଷୀମାନଙ୍କୁ ସେଇଠି କଏଦ କରିକି ରଖାଯାଏ। ହେଲେ ମଣିଷ ନିଜେ ବି କଏଦ ହେଇକି ପଞ୍ଜୁରୀ ଭିତରେ ଅଛି। ତୁମେ ବିଶ୍ୱାସ କର କି ନ କର, 90% ଲୋକ ପଞ୍ଜୁରୀ ଭିତରେ କଏଦ ହେଇକି ରହିଛନ୍ତି, ଆଉ 10% ଲୋକ ପଞ୍ଜୁରୀ ବାହାରେ ଉଡ଼ିବା ଶିଖିଛନ୍ତି, ଯେଉଁମାନଙ୍କୁ ଆମେ କହୁଛେ ଧନୀ ଲୋକ। ସବୁଠୁ ବଡ଼ ସିଚୁଏସନ୍ କେଉଁଠି କ୍ରିଏଟ୍ ହୁଏ ଜାଣିଛ? 90% ଲୋକ ଯେଉଁମାନେ ପଞ୍ଜୁରୀ ଭିତରେ ଅଛନ୍ତି, ସେମାନେ କ'ଣ ଭାବନ୍ତି? ଲୋକ ମୋତେ କ'ଣ କହିବେ। ସେମାନେ ଲୋକମାନଙ୍କ କଥାରେ ଚାଲନ୍ତି, ନିଜ କଥାରେ ନୁହଁ। ଆଉ ଯେଉଁ 10% ଲୋକ ପଞ୍ଜୁରୀ ବାହାରେ ଉଡ଼ିବା ଶିଖିଛନ୍ତି, ସେମାନେ ନିଜ ମନର କଥା ଶୁଣନ୍ତି, ନିଜ ଆତ୍ମାର କଥା ଶୁଣନ୍ତି। ସେଇମାନଙ୍କୁ ଲୋକମାନେ ସକ୍ସେସଫୁଲ୍ କୁହନ୍ତି। ଯେଉଁମାନଙ୍କ ପାଖରେ ବଡ଼ ବଡ଼ ଡ୍ରିମ୍ ଅଛି, ଯେଉଁମାନେ ଆଜି ଗୋଟେ ଲେଜେଣ୍ଡ, ଯେଉଁମାନଙ୍କ ପାଖରେ ଆଜି କରୋଡ଼ ଟଙ୍କା ଅଛି, ସେମାନେ ହେଉଛନ୍ତି ସେଇ 10% ଲୋକ। ତୁମେ ନିଜକୁ ନିଜେ ସ୍ମାର୍ଟ ଭାବୁଛ, ଚାଲାକ ଭାବୁଛ, କାଲିଠୁ ଆରମ୍ଭ କରିବି। କେବେଠୁ ଆରମ୍ଭ କରିବ? ଲାଇଫ୍ରେ ନିଜ ସ୍ୱପ୍ନକୁ ପାଇବା ପାଇଁ ତୁମେ କ'ଣ କରିପାରିବ? ବହୁତ କିଛି ହରାଇବା ପାଇଁ ପଡ଼େ। କେବେ ହରାଇବା ପାଇଁ ଚେଷ୍ଟା କରିଛ? ହରାଇଲେ ଯାଇ ପାଇବ। ଆଜି ତୁମକୁ ଗୋଟେ ଛୋଟିଆ କାହାଣୀ କହିବି, ତୁମ ଲାଇଫ୍କୁ ବଦଳାଇ ଦେବ, ଚେଞ୍ଜ କରିଦେବ ତୁମ ଲାଇଫ୍। ଆଉ ତୁମକୁ ଭାବିବା ପାଇଁ ମଜବୁର କରିଦେବ ଯେ ଶଳା ମୁଁ ଆଜି କ'ଣ ଶୁଣିଲି। ଏଇଟା ହେଉଛି ଗୋଟେ ଛୋଟିଆ ଗରିବ ଘର କାହାଣୀ। ଗୋଟେ ପିଲା ଥିଲା, ଯାହାର ଖାଇବା ପାଇଁ ବି ଭୋକ ଉପାସରେ ସଦାବେଳେ ଦିନ କାଟୁଥିଲା। ଭଲ କପଡ଼ା ନଥିଲା ପିନ୍ଧିବା ପାଇଁ। ଗୋଟେ ଗରିବ ଘର କାହାଣୀ। 9 ବର୍ଷ ବୟସରୁ ପାଠ ଛାଡ଼ିଦେଲା। କେତେବେଳେ ନ୍ୟୁଜ୍ ପେପର୍ ବିକିକି ପେଟ ପୋଷେ, ତ କେତେବେଳେ ଇଲେକ୍ଟ୍ରିସିଆନ୍ ଭଳିଆ କାମ ଗ୍ୟାରେଜ୍ରେ କରେ। ବହୁତ କଷ୍ଟରେ ଦିନ କଟୁଥିଲା। ଯେମିତି କହିବାକୁ ଗଲେ ଗୋଟେ ନ ଖାଇ ନ ପିଇ କାମ କରିବା ମାନେ ତୁମେ ଜାଣିପାରୁଥିବ ପ୍ରୋବ୍ଲେମ୍ଟା ଆଉ ଅସୁବିଧାଟା କ'ଣ। ଯେଉଁମାନେ ଆଜି ସମସ୍ତେ ତୁମ ପାଖରେ ଅଛନ୍ତି, ତୁମ ପାଖରେ ପଇସା ଅଛି, ଏତେ ସବୁ ଜିନିଷ ଧନ ରତ୍ନ ଥାଇକି ବି ତୁମେ କହୁଛ ମୋ ପାଖରେ କିଛି ନାହିଁ। ହେଲେ ଆଜି ଗୋଟେ ରିଏଲ୍ କାହାଣୀ ଶୁଣ, କିଛି ଶିଖିବା ପାଇଁ ଚେଷ୍ଟା କର, କିଛି ବୁଝିବା ପାଇଁ ଚେଷ୍ଟା କର। ତୁମ ଲାଇଫ୍ ଯଦି ନ ବଦଳିବ ନା, 2025 ପୂର୍ବରୁ ନିଜ ମାଇଣ୍ଡଟାକୁ ଯଦି ତୁମେ ଷ୍ଟ୍ରଙ୍ଗ ନ କରିପାରିବ ନା, 2026 ବି ବେକାର ପଳାଇବ। କାହାଣୀ ହେଲା ହେନରୀ ରଏସ୍। ନାଁ ଶୁଣିଛ କି ନାହିଁ ମୁଁ ଜାଣିନି। ବହୁତ ବଡ଼ ସ୍ୱପ୍ନ ନେଇକି ଗୋଟେ ଗ୍ୟାରେଜ୍ରେ କାମ କଲେ, ଆଉ ଭାବିଲେ ମୁଁ ଦିନେ ଏମିତି ଗୋଟେ ବ୍ରାଣ୍ଡ ବନେଇବି ଯେଉଁଟା ଦିନେ ସମସ୍ତଙ୍କର ସ୍ୱପ୍ନ ହେଇଯିବ। ଆଉ ଆଜି ସବୁ ଧନୀ ଲୋକମାନଙ୍କର କାର୍ରେ ତାରି ନାଁ ଲେଖା ହେଇଛି। ସବୁ ଧନୀ ଲୋକମାନଙ୍କର ଡ୍ରିମ୍ କାର୍ ରୋଲ୍ସ ରଏସ୍। ନାଁଟା ଶୁଣିଥିବ, RR, ଯେଉଁଟା ରୋଲ୍ସ ରଏସ୍। ଆରେ ତମେ ଆଜି ଦିନେ ମେହନତ କଲି, 2 ଦିନ ମେହନତ କଲି, ହେଇପାରିଲାନି, କାମ ଛାଡ଼ିଦେଲି, ସେମିତି ଭାବନା ନେଇକି କେବେ କେଉଁ ଫିଲ୍ଡରେ ବି ଓହ୍ଲେଇବନି। ବାରମ୍ବାର ଡିସିପ୍ଲିନ୍ ଦ୍ୱାରା, ସିଷ୍ଟମ୍ ଦ୍ୱାରା ଯେଉଁ ଲୋକ ମେହନତ କରି ଚାଲେ ବିନା ଫଳକୁ ଆଶା ରଖିକି, ତାହାରି ସକ୍ସେସ୍ ଦିନେ ବ୍ରାଣ୍ଡ ହେଇଯାଏ। ସେଇଟା ମନେ ରଖିଥିବ। ହେନରୀ ରଏସ୍ ନିଜେ ଇଞ୍ଜିନ୍ କାମ, ନିଜେ ସବୁ ପାର୍ଟ ବନେଇକି ଭାବିଲେ, ସେ ଦେଖିଲେ ଆଖିରେ ଯେ ଯେତେ ବି ସବୁ କାର୍ ତାଙ୍କ ପାଖକୁ ଆସୁଛି ବହୁତ ଜଲ୍ଦି ଖରାପ ହେଇଯାଉଛି, ଲୋକମାନେ ବେକାର କହୁଛନ୍ତି। ସେ ଦିମାଗରେ ଭାବିଲେ ମୁଁ ଏମିତି ଗୋଟେ କାର୍ ବନେଇବି ଯେଉଁଟାକି ଲୋକମାନଙ୍କର ସ୍ୱପ୍ନ ହେଇଯିବ, ଜଲ୍ଦି ଖରାପ ହେବନି, କିଛି ହେବନି। 1904ରେ ପ୍ରଥମ ଥର ପାଇଁ ଲଞ୍ଚ ହେଲା ରୋଲ୍ସ ରଏସ୍। ଭାଇ ବହୁତ ସ୍ମୁଥ୍, ବହୁତ ପାୱାରଫୁଲ୍, ଲୋକମାନଙ୍କର ଡ୍ରିମ୍ ହେଇଗଲା। ସବୁ ଧନୀ ଲୋକମାନେ ତାକୁ ବ୍ରାଣ୍ଡ ବୋଲି ଭାବିଲେ। ରୋଲ୍ସ ରଏସ୍ ଗୋଟେ ଆଜି ବି ବ୍ରାଣ୍ଡ ହେଇକି ଅଛି। ଯେତେବେଳେ ବି ତୁମେ ରୋଡ଼ରେ ଦେଖୁଛ ନା ଗୋଟେ ଧନୀ ଲୋକ ଯାଉଛି ରୋଲ୍ସ ରଏସ୍ରେ, ସେଇଟା ଫାଷ୍ଟ ଭାବିବନି ଯେ ଇଏ ଗୋଟେ ଧନୀ ଲୋକ ଯାଉଛି। ଫାଷ୍ଟ ଦିମାଗରେ ଭାବିବ ସେଇଟା ଗୋଟେ ଗରିବ ପିଲାର ସ୍ୱପ୍ନ, ଯେ ଦିନେ ଭୋକ ଉପାସରେ ଲଢ଼ିକି ଏଇଭଳିଆ ଗୋଟେ ବଡ଼ ଡ୍ରିମ୍ ଆଜି ଠିଆ କରିଦେଲା। ଏତେ ସହଜରେ ସଫଳତା ମିଳିବନି ରେ। ସଫଳତା ପାଇବା ପାଇଁ ହେଲେ କିଛି ହରାଇବା ପାଇଁ ପଡ଼େ। ସେ ଲୋକ କେତେ କ'ଣ ନ ସହିଥିବ, କେମିତି ସେ 10ରୁ 20 ବର୍ଷ ଷ୍ଟ୍ରଗଲ୍ କରିଥିବ ଗୋଟେ କାର୍ ବନେଇବା ପାଇଁ। ହେଲେ ଆଜି କେତେ ବଡ଼ ବ୍ରାଣ୍ଡ ହେଇଗଲା। ଆଉ ତୁମେ ତ ସବୁ କିଛି ପାଉଛ, ଖାଇବା ପାଇଁ ପାଉଛ, ବାପା ମା ପଇସାରେ ରାଜ କରୁଛ, କିଏ ବୁଲେଟ୍ ଧରିକି ବୁଲୁଛି, ତାପରେ ବି ନିଜର କିଛି ଡ୍ରିମ୍ ନାହିଁ। ବାସ୍ 10-20 ହଜାର କମେଇବି, ପେଟ ପୋଷିବି, ଛୁଆ ପିଲା ପୋଷିବି। ଫୋକସ୍ କେଉଁଠି? ଶାନ୍ତିରେ ରହିବି। ଶାନ୍ତି କେଉଁମାନଙ୍କୁ ମିଳେ? ଯେଉଁମାନେ ମରିସାରିଲେଣି। ବଞ୍ଚିଛ ମାନେ ସ୍ୱପ୍ନ ଦେଖିବା ଶିଖ, କିଛି ବଡ଼ କରିବା ଶିଖ, ତାହେଲେ ଯାଇ ଲୋକ ତୁମକୁ ମନେ ରଖିବେ। ଜୟ ଜଗନ୍ନାଥ।